ମେଣ୍ଟ କଲା ମାନେ କଂଗ୍ରେସ ଫାଇଦା ନେବ ଆଉ ଇଏ 2 ଜଣ କଳି ନାଗିନା 3 ଜଣ ଲାଭ ଉଠେଇବ। ମେଣ୍ଟ ମାନେ ଯେଉଁ ସମସ୍ୟା ହେଇକି ଯେଉଁ 20 ବର୍ଷ ହେଲା ପଡ଼ିଛନ୍ତି ବିଜେପି ବାଲା ଆଉ ସିଏ କେଉଁଠିକି ଭୋଟ୍ ଦେବେ? କଂଗ୍ରେସକୁ ଦେବେ। ଉନ୍ନତି କେଉଁଠୁ ଆସିବ? ଯେଉଁ ରହିଛି ସେଇ ଭଙ୍ଗା ରହିବ। 25 ବର୍ଷ ହେଲା ଘର ଦିଆହେଉଛି, ଦେଖିବା ବେଳକୁ 40,000 ଲେଖା ଦେଇ କମ୍ପ୍ଲେନ୍ ଅଛି। ଘର ପଇସା ନ ଆସିଲେ ବିଲ୍ ହେଉନି। ମେଣ୍ଟ ହେଉଛି ଇଏ ଯେତେବେଳେ ଇଏ ଝୋଲା ଫୁଲ୍ କରିଦେଲେଣି ଖାଇକି, ଆଉ ସେମାନେ ମେଣ୍ଟ କନେ ପିଣି ଖାଇବେ। ଆଚ୍ଛା ଖାଇବା ତ ଚାଲିଛି। ନବୀନ ଆଉ ମୋଦି କୁଳାକୁଳି, କିନ୍ତୁ ଜନତା ଏଠି ଯୋଉ ଗାଁ ଅଞ୍ଚଳରେ ସେମାନଙ୍କ ବିରୋଧୀ। ସିଏ ବିରୋଧୀ ହେବେନି ନା? ସିଏ 2 ଜଣ ତ ଭାଇ ବାନ୍ଧିଲେ, ଆଉ ଇଏ ତାର କଂଗ୍ରେସ ଲାଷ୍ଟକୁ ଫାଇଦା ନେବ ଆଉ କ'ଣ? ଆଜ୍ଞା ଦେଖନ୍ତୁ, ମେଣ୍ଟ ବର୍ତ୍ତମାନ ବିଜୁ ଜନତା ଦଳ ବର୍ତ୍ତମାନ 25 ବର୍ଷ ଶାସନ କଲାଣି। ବର୍ତ୍ତମାନ ଏମାନେ ଯାଇକି ଦିଲ୍ଲୀରେ ବସୁଛନ୍ତି, ବିଜେପିକୁ କହୁଛନ୍ତି ଯେ ଆମ ସାଙ୍ଗରେ ଆପଣ ମେଣ୍ଟ କର। ଆଜ୍ଞା ଦେଖନ୍ତୁ 2004ରୁ 2009 ମସିହାରେ ଏମାନେ ତାଙ୍କ ହାତ ଛାଡ଼ିଦେଲେ। ବର୍ତ୍ତମାନ ଏମାନେ ବହୁତ ଦୁର୍ନୀତି କରିଛନ୍ତି ଏବଂ ଖଣି ପଇସା ଖାଇଛନ୍ତି ଏବଂ ବହୁତ ନାରୀ ନିର୍ଯାତନା ବହୁତ ମାରିଛନ୍ତି। ଏଇଥିପାଇଁ ବର୍ତ୍ତମାନ ବିଜେପି ଶରଣରେ ପଶିଛନ୍ତି, ବିଜେଡ଼ି ବାଲା ପଶିଛନ୍ତି। କିନ୍ତୁ ସେ ଜାଣୁଛନ୍ତି ଆଗାମୀ ଦିନରେ ଏମାନେ ବହୁତ ଜିନିଷ କରିଛନ୍ତି। ଦେଖନ୍ତୁ ପିଠାଖିଆ କଲେ, 5Tରେ ପଇସା ଦେଲେ, ଲୋକ ବର୍ତ୍ତମାନ ଝୁଲା ଧରେଇଲେ, ଲୋକ ମାଇଣ୍ଡ ମେକଅପ୍ କଲେଣି ଯେ ଆଉ ବିଜେଡ଼ିକୁ ଭୋଟ୍ ଦେବୁ ନାହିଁ। ସେଇଥିପାଇଁ ଏମାନେ ଦେଖୁଛନ୍ତି, ଆମେ ସର୍ଭେ କରି ଦେଖୁଛନ୍ତି ଯେ ଆମେ ଦିନକୁ ଦିନ ଆମର ହ୍ରାସ ହେଉଛି। ଆମେ ଯଦି ବିଜେପି ଶରଣ ନ ପଶିବୁ ତାହେଲେ ଆମେ ସରକାରକୁ ଆସିପାରିଲୁ, ଆମେ ବନ୍ଧା ହେଇକି ଯିବୁ। ଇଏ ହେଉଛି ବିଜେଡ଼ିର ପ୍ଲାନ୍। ବିଜେପି ଚାହୁଁନାହିଁ, ବିଜେପି ଚାହୁଁଛି ଏକାକାଳୀନ ଲଢ଼ିବା ପାଇଁ। ଆଚ୍ଛା, ଯଦି ମେଣ୍ଟ ହୁଏ ତାହେଲେ କୋଉ ଦଳ ଫାଇଦା ନବ? ବିଜେପି ନେବ। ଆଜ୍ଞା ବର୍ତ୍ତମାନ ଯେଉଁ ମିଡ଼ିଆ ଆଗେ ମୁଁ ଆଜ୍ଞା କହୁଛି, ଯାହା ଶୁଣୁଛି, ଯାହା ସମସ୍ତ ମିଡ଼ିଆ ଆଗରେ ଯେଉଁ କହୁଛନ୍ତି 49-14 ହେଉଛି ଆପଣଙ୍କର MLA। 49ରୁ 49 ଜିତିବେ, ମେଣ୍ଟ ହେଲେ ଜିତିବେ। ଜିତିଲା ପରେ ମୁଖ୍ୟମନ୍ତ୍ରୀ ବିଜେପିର ହେବ। ଏବେ ଏକାକି ଲଢ଼ିଲେ ବି ବିଜେପି ସରକାର କରିବ। ମେଣ୍ଟ ଚର୍ଚ୍ଚା ଚାଲିଛି, ମେଣ୍ଟ ହବ କି ନ ହବ ସେଟା କହି ହଉନି। ହେନେ ବି ଭଲ, ହେନେ ଭଲ ହବ, ସବୁର ସୁବିଧା ହବ। ନିଶ୍ଚିତ ବିକାଶ ହବ, ଭଲ ବିକାଶ ହବ। 2 ଜଣଙ୍କର, ମୋଦି ଆଉ ନବୀନଙ୍କର 2 ଜଣଙ୍କର ଠିକ୍ ଠାକ୍ ରହିନେ ନିଶ୍ଚିତ ହବ, ବିକାଶ ହବ। ଏଥିରେ କୋଉ ଦଳ ଫାଇଦା ନବ? ଫାଇଦା ବିଜେଡ଼ି ନବ। କାହିଁକି ନବ ବୋଲି ଭାବୁଛନ୍ତି? ନବ ନିଶ୍ଚିତ, କାହିଁକିନା ଯାହା ବି ହେଲେ ଆମ ରାଜ୍ୟର ରହିବ ମାନେ ବି ନବ ନିଶ୍ଚିତ। ମାନେ କ'ଣ କରିବେ, ସେ ତ ଗୋଟେ ଦଳ ରହିଥିଲେ, ଏବେ ମେଣ୍ଟ ଯେତେବେଳେ ଚାଲିଛି ସେମାନେ ଗୋଟେ ଜାଗା ହେଉଛନ୍ତି। ସେମାନେ ଲୋକଙ୍କ ବିକାଶ ପାଇଁ, ଭଲ ପାଇଁ ସେ ନବୀନ ପଟ୍ଟନାୟକ ଯେଉଁ ବୁଝିଲେ, ସେ କହିଲେ କ'ଣ, ଯାହା ବି ହେଲେ ଆମର ଲୋକଙ୍କ ବିକାଶ ପାଇଁ ମୁଁ କିଛି ବି କରିପାରେ। ଆମେ ବୁଝିପାରୁନୁ, ଆଉ ଆମେ ଏସବୁ ପିଟାପିଟି ଲାଗିବାଟା ଭୁଲ ନା। ମେଣ୍ଟ ତାଙ୍କର କେନ୍ଦ୍ର ସରକାର, ରାଜ୍ୟ ସରକାର ତାଙ୍କର କ'ଣ କଥାବାର୍ତ୍ତା ଚାଲିଛି, ଆମେ ଆଉ ଜାଣିବୁ କେମିତି? କିନ୍ତୁ ମେଣ୍ଟ ହେଲେ ତାଙ୍କର ଭଲ ହେଇପାରେ, ସେଟା ଆମେ କହିପାରିବୁନି। କିନ୍ତୁ ଆମର ଏଠି ବିଜେଡ଼ି ସରକାର ତ 100+ ସେ ତାଙ୍କର ସିଟ୍ ଆଣନ୍ତି। ଆଉ ସେ ବୋଧେ ସେଇ ତାଙ୍କର ମେଣ୍ଟ ଫେଣ୍ଟ ତାଙ୍କର ସେ କରିବେ, କ'ଣ କରିବେ। କିନ୍ତୁ ଆମର ବିଜେଡ଼ି ସରକାର ଭଲ କରୁଛି, କିଛି ଅସୁବିଧା ନାହିଁ। ଆଚ୍ଛା, ଯଦି ମେଣ୍ଟ ହୁଏ ତାହେଲେ କୋଉ ଦଳ ଫାଇଦା ରହିବ? ମେଣ୍ଟ ହେଲେ ଅବଶ୍ୟ ବିଜେଡ଼ି ଫାଇଦା ହେବ। ତାପରେ ତାଙ୍କର ମେଣ୍ଟ ହେଲେ କେନ୍ଦ୍ର ସରକାର ତାଙ୍କ MP ପାଇଁ ଯଦି ଟାଣି ହେବେ, ସେଇଥିପାଇଁ ତାଙ୍କର ଯଦି ମେଣ୍ଟ କରିପାରନ୍ତି। ଆଚ୍ଛା, ଆଉ ଗୋଟେ କଥା, ଗ୍ରାମାଞ୍ଚଳ ଏମିତିଆ ବିକାଶ ହେଉନି କି? ବିଜେଡ଼ି ସରକାର ବହୁତ ବିକାଶ ହେଇଛି, ବର୍ତ୍ତମାନ କାମ ଫାମ ବହୁତ ଚାଲିଛି। ଆଉ ଯେମିତିଆ ଭତ୍ତା ଫତ୍ତା ତାଙ୍କର ରାଜ୍ୟ ସରକାର ତ ବଢ଼େଇକି ଚାଲିଛନ୍ତି। ସବୁ ଠିକ୍ ଅଛି, ରାଜ୍ୟ ସରକାରଙ୍କର କିଛି ଅସୁବିଧା ନାହିଁ। ତାହେଲେ ଆପଣଙ୍କ ମତରେ ମେଣ୍ଟ ହଉ? ମେଣ୍ଟ ହେଲେ ଆମର କ'ଣ ହେବ? ଆମର କିଛି ଫାଇଦା ନାହିଁ, ତାଙ୍କର ବଡ଼ ବଡ଼ ନେତାଙ୍କର ଫାଇଦା ହେଇପାରେ।